କେହି ଜଣେ ଅତି ସୁନ୍ଦର କଥାଟିଏ କହିଥିଲେ, ହେ ପ୍ରଭୁ, ମୋତେ ଏତେ ତଳକୁ ପକାଇ ଦିଅ ନାହିଁ ଯେ ମୁଁ ଡାକିଲେ ମଧ୍ୟ ଆପଣ ଶୁଣିପାରିବେ ନାହିଁ, ଆଉ ଏତେ ଉପରକୁ ମଧ୍ୟ ଉଠାଇ ଦିଅନି ଯେ ଆପଣ ଡାକୁଥିବେ ଆଉ ମୁଁ ଶୁଣିପାରିବି ନାହିଁ। କେବଳ ମୋତେ ଏତିକି ବରଦାନ ଦିଅନ୍ତୁ ଯେ ଆପଣ ସର୍ବଦା ନିରନ୍ତର ମୋ ସାଥିରେ ଥାଆନ୍ତୁ। ଏହା ସତ୍ୟ ଅଟେ ଦର୍ଶକ ବନ୍ଧୁ। ପ୍ରଭୁ ସେହି ଦିବ୍ୟ ଜ୍ୟୋତି ଅଟନ୍ତି ଯେ ଜୀବନର ଅନ୍ଧକାର କ୍ଷଣରେ ଦୀପଟିଏ ହୋଇ ଆମର ପଥକୁ ଆଲୋକିତ କରିଥାନ୍ତି। ଆଉ ଯେତେବେଳେ ତାଙ୍କର ସଙ୍ଗ ଆମ ସାଥିରେ ରହିଥାଏ ନା, ସେତେବେଳେ ସବୁ କଠିନ ପରିସ୍ଥିତି ଗୋଟିଏ ଶିକ୍ଷା ହୋଇଯାଇଥାଏ। ସବୁ ସଂଘର୍ଷ ଏକ ସୁଯୋଗରେ ପରିଣତ ହୋଇଯାଏ, ଆଉ ଆଖିରୁ ଝରି ଯାଉଥିବା ପ୍ରତ୍ୟେକ ଲୁହ ଆଶୀର୍ବାଦ ରୂପରେ ବଦଳି ଯାଇଥାଏ। ପରନ୍ତୁ ଯେଉଁ କ୍ଷଣ ମନୁଷ୍ୟ ଉପରୁ ପ୍ରଭୁଙ୍କର ସାନ୍ନିଧ୍ୟ ଦୂର ହୋଇଯାଏ, ସେତେବେଳେ ତାର ଜୀବନ ଏକ ଏମିତି ଦିଶାହୀନ ନୌକା ପରି ହୋଇଯାଏ, ନା ସେ ସ୍ୱୟଂ ତାର ମାର୍ଗ ଜାଣିଥାଏ ନା ତାର ଲକ୍ଷ୍ୟ। କେବଳ ଲହରୀର ସାହାରାରେ ଅନିଶ୍ଚିତ ଦିଗ ଆଡ଼େ ମାଡ଼ି ଚାଲିଥାଏ। ସେଥିପାଇଁ ଆମକୁ ସବୁବେଳେ ଏହି ପ୍ରାର୍ଥନା କରିବା ଉଚିତ ଯେ ପ୍ରଭୁଙ୍କର କୃପା, ତାଙ୍କର ସାନ୍ନିଧ୍ୟ ଆମ ଉପରୁ କେବେ ହେଲେ ଦୂର ନ ହେଉ। କାହିଁକିନା ତାଙ୍କ ବିନା ଜୀବନ କେବଳ ଏକ ଅସ୍ତିତ୍ୱ ହୋଇଥାଏ, କିନ୍ତୁ ପ୍ରଭୁଙ୍କ ସହିତ ଜୀବନ ଏକ ଯାତ୍ରା ପରି ହୋଇଥାଏ। ଶ୍ରୀମଦ୍ ଭଗବତ ଗୀତାର 14 ଅଧ୍ୟାୟ, ଯାହାକୁ ଗୁଣତ୍ରୟ ବିଭାଗ ଯୋଗ ବୋଲି କୁହାଯାଏ, ଆମକୁ ସେହି ଅଦୃଶ୍ୟ ବନ୍ଧନ ସହିତ ପରିଚିତ କରାଇଥାଏ, ଯାହା ବାହାରକୁ ଦେଖାଯାଏ ନାହିଁ, କିନ୍ତୁ ମନୁଷ୍ୟକୁ ଭିତରେ ଭିତରେ ପୁରାପୁରି ଧରି ରଖିଥାଏ। ଏହି ଅଧ୍ୟାୟ ଏହା ଶିଖାଇଥାଏ ଯେ ଆମର ସ୍ୱଭାବ, ଆମର କଳ୍ପନା, ଆମର ନିର୍ଣ୍ଣୟ ଆଉ ଆମର ପୁରା ଜୀବନ ଏହି ତିନି ଗୁଣର ପ୍ରଭାବରେ ହିଁ ଚାଲିଥାଏ। ସେଗୁଡ଼ିକ ହେଉଛି ସତ୍ୱଗୁଣ, ରଜଗୁଣ ଆଉ ତମଗୁଣ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି ଯେ ସମ୍ପୂର୍ଣ୍ଣ ପ୍ରକୃତି ଏହି ତିନି ଗୁଣରେ ତିଆରି ହୋଇଛି, ଆଉ ଏହି ତିନି ଗୁଣ ଆତ୍ମାକୁ ଶରୀର ସହିତ ବାନ୍ଧି ରଖିଥାଏ। ଆତ୍ମା ସ୍ୱୟଂ ଶୁଦ୍ଧ, ଅମର ଏବଂ ଅବିନାଶୀ ଅଟେ, କିନ୍ତୁ ଯେତେବେଳେ ସେ ପ୍ରକୃତିର ସମ୍ପର୍କରେ ଆସିଥାଏ ନା, ସେତେବେଳେ ଏହି ଗୁଣ ତାକୁ ନିଜ ନିଜ ଢଙ୍ଗରେ ବାନ୍ଧି ପକାନ୍ତି। ଶ୍ରୀକୃଷ୍ଣ ପୁଣି କହୁଛନ୍ତି ଯେ ଏହି ତିନୋଟି ଗୁଣ ମନୁଷ୍ୟକୁ ଅଲଗା ଅଲଗା ଦିଗରେ ନେଇଯାଆନ୍ତି। ସତ୍ୱ ଉପର ଆଡ଼କୁ, ରଜସ୍ୱ ମଝି ଆଡ଼କୁ ଆଉ ତମସ ତଳ ଆଡ଼କୁ ନେଇଯାଇଥାଏ। କିନ୍ତୁ ଆତ୍ମା ଏହି ତିନୋଟି ଠାରୁ ବଡ଼ ଅଟେ। ସେ ନା ସତ୍ୱ ଅଟେ, ନା ରଜ ଅଟେ, ନା ତମସ ଅଟେ। ସେ ତ କେବଳ ଏକ ସାକ୍ଷୀ ଅଟେ। ଏହି ଅଧ୍ୟାୟର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ଏହା ଅଟେ ଯେ ମୁକ୍ତି କେବଳ କୌଣସି ଗୋଟିଏ ଗୁଣକୁ ଧରି ରଖିଲେ ମିଳିନଥାଏ, ବରଂ ମୁକ୍ତି ସେତେବେଳେ ମିଳିଥାଏ ଯେତେବେଳେ ମନୁଷ୍ୟ ଏହି ତିନି ଗୁଣରୁ ଉପରକୁ ଉଠିଥାଏ। ଯେଉଁ ବ୍ୟକ୍ତି ସୁଖ ଦୁଃଖ, ମାନ ଅପମାନ, ଲାଭ ଆଉ କ୍ଷତି ଆଉ ମିତ୍ର ଶତ୍ରୁ ମଧ୍ୟରେ ସମାନ ଭାବ ରଖିଥାଏ, ସେ ବାସ୍ତବରେ ଗୁଣାତୀତ ହୋଇଥାଏ। ଶ୍ରୀକୃଷ୍ଣ ସ୍ପଷ୍ଟ କରି କହୁଛନ୍ତି ଯେ ଯେଉଁ ବ୍ୟକ୍ତି ଅନନ୍ୟ ଭକ୍ତି ସହିତ ତାଙ୍କୁ ପ୍ରାପ୍ତ କରିଥାଏ, ସେ ହିଁ ଏହି ଗୁଣକୁ ପାର କରିପାରିଥାଏ। ଭକ୍ତି ସେହି ସେତୁ ଅଟେ ଯେ ମନୁଷ୍ୟକୁ ପ୍ରକୃତିର ବନ୍ଧନରୁ ବାହାର କରି ବ୍ରହ୍ମ ଅବସ୍ଥାକୁ ନେଇଯାଇଥାଏ। ଗୀତାର 14 ଅଧ୍ୟାୟ ଆମକୁ ଏହା ଶିଖାଇଥାଏ ଯେ ସମସ୍ୟା ଏହା ନୁହେଁ ଯେ ଆମ ଭିତରେ କେଉଁ ଗୁଣ ଅଛି, ବରଂ ସମସ୍ୟା ଏହା ଅଟେ ଯେ ଆମେ ନିଜକୁ ସେହି ଗୁଣ ମାନି ନେଇଥାଉ। ଯେଉଁଦିନ ଆମେ ବୁଝିଯିବା ଯେ ଆମେ ଗୁଣ ନୁହେଁ, ବରଂ ସେହି ଗୁଣକୁ ଦେଖୁଥିବା ଚେତନ ସାକ୍ଷୀ ଅଟୁ, ସେହିଦିନ ଆମ ମୁକ୍ତିର ଯାତ୍ରା ଆରମ୍ଭ ହୋଇଯିବ। ଶ୍ରୀମଦ୍ ଭଗବତ ଗୀତାର 14 ଅଧ୍ୟାୟରେ ଆମେ ଏହା ଜାଣିବା ଯେ କେଉଁ ପ୍ରକାର ଆମର ସ୍ୱଭାବ ଆଉ ଏହି ସଂସାର ତିନି ଗୁଣରେ ବଣ୍ଟା ହୋଇଛି। କେମିତି ଏହି ତିନି ଗୁଣ ଆମର ବିଚାର, ଆମର ଆଚରଣ ଆଉ ଆମର ଜୀବନର ଦିଗକୁ ନିର୍ଦ୍ଧାରିତ କରୁଛି। ଏହା ସହିତ ଏହା ମଧ୍ୟ ଜାଣିବା ଯେ ଏହି ଅଧ୍ୟାୟରେ ଶିଖାଯାଇଥିବା ଗୁଣକୁ ଚିହ୍ନି ଆମେ ଆମର ଜୀବନକୁ କିପରି ଦିବ୍ୟ, ସନ୍ତୁଳିତ ଆଉ ଶ୍ରେଷ୍ଠ କରି ଗଢ଼ିପାରିବା। ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ପୁଣି ଥରେ ତାଙ୍କର ପ୍ରିୟ ଶିଷ୍ୟ ଅର୍ଜୁନଙ୍କୁ ଅତ୍ୟନ୍ତ ଶ୍ରେଷ୍ଠ ଓ ସୂକ୍ଷ୍ମ ଜ୍ଞାନ ପ୍ରଦାନ କରୁଛନ୍ତି। ଏଠାରେ ସେ କହୁଛନ୍ତି ଯେ ଜୀବାତ୍ମା କିପରି ଜଡ଼ ପ୍ରକୃତି ସମ୍ପର୍କରେ ଆସି ବନ୍ଧନରେ ପଡ଼ିଯାଇଥାଏ। ଏହାର କାରଣ ଏହା ଅଟେ ଯେ ପ୍ରକୃତିର ତିନି ଗୁଣ, ସତ୍ୱଗୁଣ, ରଜଗୁଣ ଆଉ ତମଗୁଣ ଜୀବାତ୍ମାକୁ ନିଜ ପ୍ରଭାବରେ ବାନ୍ଧି ନିଅନ୍ତି ଏବଂ ତାକୁ ଜନ୍ମ ମରଣ ଚକ୍ରରେ ଧରି ରଖିଥାନ୍ତି। ଆଜିର ଆଧୁନିକ ବୈଜ୍ଞାନିକ ଏହା କୁହନ୍ତି ଯେ ଏହି ଜଗତର ରଚନା ତିନୋଟି ମୂଳ ତତ୍ତ୍ୱ ଇଲେକ୍ଟ୍ରୋନ୍, ନ୍ୟୁଟ୍ରନ୍ ଆଉ ପ୍ରୋଟନ୍ ଦ୍ୱାରା ଆଧାରିତ ଅଟେ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ହଜାର ହଜାର ବର୍ଷ ପୂର୍ବରୁ ଏହି ରହସ୍ୟ ପ୍ରକଟ କରିଥିଲେ ଯେ ବାସ୍ତବରେ ଏହି ପ୍ରକୃତି ତିନୋଟି ଗୁଣ ଦ୍ୱାରା ହିଁ ନିର୍ମିତ ଅଟେ, ଆଉ ଏହାଦ୍ୱାରା ହିଁ ସଞ୍ଚାଳିତ ହେଉଥାଏ। ପ୍ରକୃତି ଅନାଦି ଅଟେ ଆଉ ଶାଶ୍ୱତ ଅଟେ, କିନ୍ତୁ ଜୀବାତ୍ମା
ଏ ତିନି ଗୁଣର ବନ୍ଧନରେ ଆସିଯାଇଥାଏ। ଏ ଅଧ୍ୟାୟର ପ୍ରଥମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ପରମ ଭୂୟଃ ପ୍ରବକ୍ଷ୍ୟାମି ଜ୍ଞାନାନାଂ ଜ୍ଞାନମୁତ୍ତମଂ ଯଜ୍ଞାତ୍ୱା ମୁନୟ ସର୍ବେ ପରାଂ ସିଦ୍ଧିମିତୋ ଗତାଃ। ଅର୍ଥାତ୍ ଶ୍ରୀ ଭଗବାନ କହିଲେ, ହେ ଅର୍ଜୁନ, ଯେଉଁ ଜ୍ଞାନ ସର୍ବଜ୍ଞାନରୁ ମୁଖ୍ୟ ଅଟେ, ଯେ ଜ୍ଞାନରେ ପରମାତ୍ମାକୁ ଧ୍ୟାନ କରନ୍ତି ଏବଂ ବଶିଷ୍ଠ ଆଦି ମୁନିମାନେ ଯେଉଁ ଜ୍ଞାନ ବଳରେ ତତ୍ତ୍ୱକୁ ପାଇଥିଲେ, ମୁଁ ସେହି ଉତ୍ତମ ଜ୍ଞାନ କହୁଛି, ତୁମେ ଧ୍ୟାନ ଦେଇ ଶୁଣ। ଭଗବାନ ଶ୍ରୀକୃଷ୍ଣ ଏହି ଅଧ୍ୟାୟର ଭୌତିକ ଶକ୍ତି ଅର୍ଥାତ୍ ପ୍ରକୃତିର ମଧ୍ୟ ବର୍ଣ୍ଣନା କରୁଛନ୍ତି ଏବଂ କହୁଛନ୍ତି ଯେ ଶକ୍ତି ଶରୀର ତଥା ତାର ସମସ୍ତ ତତ୍ତ୍ୱର ଜନନୀ ଅଟେ, ଆଉ ଏଥିରୁ ମନ ତଥା ପଦାର୍ଥ ଦୁଇଟି ଯାକର ଉତ୍ପତ୍ତି ହୋଇଥାଏ। ଶରୀର ଏବଂ ମନ ଆଉ ବୁଦ୍ଧି ଏସବୁ ପ୍ରକୃତିର ଶକ୍ତି ଦ୍ୱାରା ହିଁ ସୃଷ୍ଟି ହୋଇଥାନ୍ତି। ଏହି ତିନି ଗୁଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ଏହି ଗୁଣର ମିଶ୍ରଣରେ ପ୍ରତ୍ୟେକ ଜୀବର ସ୍ୱଭାବ, ତାର ବ୍ୟକ୍ତିତ୍ୱ ତଥା ତାର ଜୀବନ ପଥକୁ ମଧ୍ୟ ନିର୍ଦ୍ଧାରିତ କରିଥାଏ। ସର୍ବଗୁଣ ଶାନ୍ତି, ସଦ୍ଗୁଣ ଏବଂ ଶୁଦ୍ଧତାର ପ୍ରତୀକ ଅଟେ। ଏହା ମନୁଷ୍ୟକୁ ଜ୍ଞାନ, ପ୍ରକାଶ ଏବଂ ଆଧ୍ୟାତ୍ମିକ ଉନ୍ନତି ଆଡ଼କୁ ଅଗ୍ରସର କରିଥାଏ। ରଜଗୁଣ ନିରନ୍ତର ଇଚ୍ଛା, ଭୋଗ ବାସନା ଏବଂ ସାଂସାରିକ ଆକର୍ଷଣକୁ ବଢ଼ାଇଥାଏ। ମହତ୍ୱାକାଂକ୍ଷା ଓ କର୍ମଶୀଳତା ତ ପ୍ରଦାନ କରିଥାଏ, କିନ୍ତୁ ଏହା ସହିତ ମନକୁ ଅଶାନ୍ତ ଆଉ ଅସନ୍ତୁଷ୍ଟ ମଧ୍ୟ କରିଦେଇଥାଏ। ତମଗୁଣ ଅଜ୍ଞାନ, ଆଳସ୍ୟ, ମୋହ, ନିଶା ଆଉ ନିଦ୍ରାର କାରଣ ଅଟେ। ଏହା ଜୀବାତ୍ମାକୁ ଜଡ଼ତା ଆଉ ଅନ୍ଧକାର ଆଡ଼କୁ ପେଲି ଦେଇଥାଏ। ଶ୍ରୀକୃଷ୍ଣ ଆଉ ମଧ୍ୟ କହୁଛନ୍ତି ଯେ ପର୍ଯ୍ୟନ୍ତ ଆତ୍ମା ଜାଗ୍ରତ ହୋଇନଥାଏ ଆଉ ତାର ବାସ୍ତବିକ ସ୍ୱରୂପକୁ ଚିହ୍ନି ପାରିନଥାଏ, ସେ ପର୍ଯ୍ୟନ୍ତ ତାକୁ ଏହି ତିନୋଟି ଗୁଣର ପ୍ରବଳ ଶକ୍ତି ସହିତ ସଂଘର୍ଷ କରିବାକୁ ପଡ଼ିଥାଏ। ପ୍ରକୃତ ମୁକ୍ତି ଏହି ତିନୋଟି ଗୁଣର ଉପରକୁ ଉଠିବା ଦ୍ୱାରା ହିଁ ହୋଇଥାଏ। ଯେ ପର୍ଯ୍ୟନ୍ତ ଜୀବାତ୍ମା ନିଜକୁ କେବଳ ଆତ୍ମା ରୂପରେ ଅନୁଭବ କରିଥାଏ ଆଉ ତାର ଚେତନାକୁ ପରମାତ୍ମାରେ ସ୍ଥିର କରିଥାଏ, ସେତେବେଳେ ସେ ଗୁଣର ଉପରକୁ ଯାଇ ମୋକ୍ଷର ଅଧିକାରୀ ହୋଇଥାଏ। ବନ୍ଧୁଗଣ, ଏହା ହିଁ ଏହି ଅଧ୍ୟାୟର ସାର ଅଟେ ଯେ ମନୁଷ୍ୟ ଏହି ତିନୋଟି ଗୁଣକୁ ଚିହ୍ନି ସେଥିମଧ୍ୟରୁ ସତ୍ଗୁଣକୁ ଆପଣାଇ ଧୀରେ ଧୀରେ ଗୁଣାତୀତ ଅବସ୍ଥାକୁ ଅଗ୍ରସର ହେବା ଉଚିତ, ଯାହାଦ୍ୱାରା ସେ ପରମ ଶାନ୍ତି ଆଉ ପରମ ଆନନ୍ଦ ପ୍ରାପ୍ତ କରିପାରିବ, ଯାହା କେବଳ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣରେ ହିଁ ସମ୍ଭବ ଅଟେ। ଆଗକୁ ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ସୁନ୍ଦର ଭାବରେ କହୁଛନ୍ତି ଯେ ଏହି ତିନି ଗୁଣ ବନ୍ଧନକୁ କାଟିବା ପାଇଁ ଏକ ସହଜ ଆଉ ସରଳ ଉପାୟ ମଧ୍ୟ ଅଛି। ଯେତେବେଳେ ମନୁଷ୍ୟ ତାର ମନ, ବୁଦ୍ଧି ଆଉ ଚିତ୍ତକୁ ପୂର୍ଣ୍ଣ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ସମର୍ପଣ କରିଦେଇଥାଏ, ସେତେବେଳେ ଧୀରେ ଧୀରେ ତାର ଅନ୍ତଃକରଣ ମଧ୍ୟ ଦିବ୍ୟତା ଆଡ଼କୁ ଅଗ୍ରସର ହୋଇଥାଏ ଏବଂ ସେ ସାଂସାରିକ ମୋହମାୟାରୁ ବନ୍ଧନରୁ ମୁକ୍ତ ହେବାକୁ ଲାଗିଥାଏ। ଏଠାରେ ଅର୍ଜୁନ ବିନମ୍ରତାର ସହିତ ପଚାରୁଛନ୍ତି, ହେ କେଶବ, ଯେଉଁ ବ୍ୟକ୍ତି ଏହି ତିନି ଗୁଣରୁ ଉପରକୁ ଉଠିଯାଏ, ସେହି ଆତ୍ମାର ଲକ୍ଷଣ କିପରି ହୋଇଥାଏ, ତାର ଆଚରଣ କିପରି ହୋଇଥାଏ, ଆଉ ସଂସାରରେ ରହି ମଧ୍ୟ ଏହି ତିନୋଟି ଗୁଣର ପ୍ରଭାବରୁ କେମିତି ସେ ଦୂରେଇ ରହିପାରିବ? ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଗୁଣାତୀତ ପୁରୁଷ ସର୍ବଦା ସନ୍ତୁଳିତ, ସ୍ଥିର ଆଉ ଧୈର୍ଯ୍ୟବାନ ରହିଥାନ୍ତି। ସେ ଯେକୌଣସି ପରିସ୍ଥିତିରେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ। ତାଙ୍କ ପାଇଁ ସୁଖ ଦୁଃଖ, ଲାଭ କ୍ଷତି ସବୁକିଛି ଏକ ସମାନ ହୋଇଥାଏ। ସୁଖରେ ଅଧିକ ଖୁସି ହୁଅନ୍ତି ନାହିଁ କିମ୍ବା ଦୁଃଖରେ କେବେ ଭାଙ୍ଗି ପଡ଼ନ୍ତି ନାହିଁ। ସେ ଏକଥାକୁ ବୁଝିଥାନ୍ତି ଯେ ସବୁକିଛି ପରମେଶ୍ୱରଙ୍କର ନିୟନ୍ତ୍ରଣରେ ଅଛି ବୋଲି। ସେଥିପାଇଁ ସଂସାରର କୌଣସି ଘଟଣା ତାଙ୍କ ମନକୁ ଅସ୍ଥିର କରିପାରେ ନାହିଁ। ଗୁଣାତୀତ ପୁରୁଷ ଆସକ୍ତି ଏବଂ ଦ୍ୱେଷରୁ ମଧ୍ୟ ଦୂରେ ରହିଥାନ୍ତି। ସେ କରୁଣାରେ ପୂର୍ଣ୍ଣ ହୋଇଥାନ୍ତି, ପରନ୍ତୁ ଭାବନାତ୍ମକ ବନ୍ଧନରେ ବାନ୍ଧି ହୋଇ କେବେ ହେଲେ କୌଣସି ନିର୍ଣ୍ଣୟ ନିଅନ୍ତି ନାହିଁ। ସବୁବେଳେ ଭଗବାନଙ୍କ ପାଖରେ ସ୍ଥିର ହୋଇ ଶାନ୍ତି, ଆନନ୍ଦ ଆଉ ସ୍ୱତନ୍ତ୍ରତାର ଅନୁଭବ କରିଥାନ୍ତି। ଆଗକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ସତ୍ୱଂ ରଜସ୍ତମ ଇତି ଗୁଣାଃ ପ୍ରକୃତି ସମ୍ଭାବାଃ ନିବଧନ୍ତି ମହାବାହୋ ଦେହେ ଦେହି ନମ ବ୍ୟୟମ୍। ଅର୍ଥାତ୍, ହେ ମହାବାହୁ ଅର୍ଜୁନ, ସତ୍ୱ, ତମ ଆଉ ରଜ ଏସବୁ ପ୍ରକୃତି ଠାରୁ ତ ଜାତ। ଯେ ଏହାକୁ ସାଧେ ସେ ପ୍ରକୃତିକୁ ଅତିକ୍ରମ କରି ସତ୍ୱଗୁଣକୁ ଧରିଥାନ୍ତି। ଭଗବାନ ବିସ୍ତାର ଭାବରେ କହୁଛନ୍ତି
ଯେ ଏହି ତିନି ଗୁଣ ମଧ୍ୟରୁ ସତ୍ୱଗୁଣ ହିଁ ସବୁଠାରୁ ସର୍ବୋତ୍ତମ ଅଟେ। ଏହି ଗୁଣ ଜ୍ଞାନ, ବିବେକ ଓ ଆନ୍ତରିକ ଶକ୍ତି ସହିତ ଯୋଡ଼ି ହୋଇଥାଏ। ସର୍ବଗୁଣର ପ୍ରଭାବରେ ଆତ୍ମା ଉପରକୁ ଉଠି ତାକୁ ଦିବ୍ୟତା ଆଡ଼କୁ ନେଇଯାଇଥାଏ। ଏହାର ବିପରୀତ ରଜଗୁଣ କାମନା ଆଉ ଆସକ୍ତି ଦ୍ୱାରା ଉତ୍ପନ୍ନ ହୋଇଥାଏ। ଏହା ମନୁଷ୍ୟକୁ ନିରନ୍ତର କର୍ମ କରିବା ପାଇଁ ପ୍ରେରିତ କରିଥାଏ, କିନ୍ତୁ ଏହା ସହିତ ତାକୁ କର୍ମଫଳର ମଧ୍ୟ ବାନ୍ଧି ଦେଇଥାଏ। ରଜଗୁଣ ବ୍ୟକ୍ତିକୁ କର୍ମଠ ଆଉ ସକ୍ରିୟତ କରିଥାଏ, ପରନ୍ତୁ ଏହା ସହିତ ଅସନ୍ତୋଷ, ଚିନ୍ତା ଆଉ ଅପେକ୍ଷାର ବୋଝ ମଧ୍ୟ ଦେଇଥାଏ। ଆଉ ତୃତୀୟ ଗୁଣ ହେଉଛି ତମଗୁଣ, ଯିଏକି ସବୁଠାରୁ ନିଚ ସ୍ତରର ଗୁଣ ଅଟେ। ଏହି ତମଗୁଣ ମନୁଷ୍ୟକୁ ଆଳସ୍ୟ, ପ୍ରମାଦ, ମୋହ, ଭୋଗ ବିଳାସ ଏବଂ ଅଜ୍ଞାନରେ ଫସାଇ ଦେଇଥାଏ। ନା ସେ ସତ୍ୟକୁ ଚିହ୍ନି ପାରିଥାଏ, ଆଉ ନା ତା ଜୀବନର ଉଚିତ ମାର୍ଗକୁ ପାଇପାରିଥାଏ। ଏହି ଗୁଣ ଆତ୍ମାକୁ ଅଧୋଗତି ଆଡ଼କୁ ନେଇ ପରଜନ୍ମରେ କୀଟ, ପତଙ୍ଗ, ପଶୁ ତଥା ନିମ୍ନ ଯୋନିରେ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥାଏ। ଶ୍ରୀକୃଷ୍ଣ ପୁଣି କହୁଛନ୍ତି, ହେ ଅର୍ଜୁନ, ଯେତେବେଳେ ମନୁଷ୍ୟ ଭିତରେ ଶାନ୍ତି, ସନ୍ତୋଷ ଆଉ ଆନ୍ତରିକ ଅନୁଭବର ଜିଜ୍ଞାସା ବଢ଼ାଇଥାଏ, ସେତେବେଳେ ଏହା ବୁଝିବା ଉଚିତ ଯେ ସତ୍ୱଗୁଣ ପ୍ରବଳ ହେଉଛି। ଯେବେ ମନ ଲୋଭ, ଆଶା ଏବଂ ସ୍ୱାର୍ଥରେ ଭରିଯାଏ, ସେତେବେଳେ ରଜଗୁଣ ବଢ଼ିବାର ସଂକେତ ମିଳିଥାଏ। ଆଉ ଯେତେବେଳେ ମନ ଭାରିପଣ, ଅନ୍ଧକାର, ନିଦ୍ରା ତଥା ଆସକ୍ତିରେ ବୁଡ଼ିଯାଏ, ତେବେ ବୁଝିଯାଆନ୍ତୁ ଯେ ତମଗୁଣର ପ୍ରଭାବ ବଢ଼ିଯାଇଛି। ଗୁଣର ଏହି ଖେଳ ଜନ୍ମ ମୃତ୍ୟୁ ପର୍ଯ୍ୟନ୍ତ ନିରନ୍ତର ଚାଲିଥାଏ। ସାତ୍ବିକ ଗୁଣଧାରୀ ବ୍ୟକ୍ତିର ମୃତ୍ୟୁ ହେଲା ପରେ ସେ ପରଜନ୍ମରେ ଉଚ୍ଚ କୂଳରେ ଜନ୍ମ ହୋଇଥାଏ କିମ୍ବା ଦେବଲୋକକୁ ଯାଇଥାଏ, ଆଉ ଧୀରେ ଧୀରେ ପ୍ରତ୍ୟେକ ପରମାତ୍ମା ଆଡ଼କୁ ଅଗ୍ରସର ହୋଇଥାଏ। ରଜଗୁଣରେ ମୃତ୍ୟୁପ୍ରାପ୍ତ ହୋଇଥିବା ମନୁଷ୍ୟ ପୁଣି ଥରେ ମନୁଷ୍ୟ ଜନ୍ମରେ ଜନ୍ମ ହୋଇ କର୍ମଚକ୍ରରେ ବନ୍ଧା ହୋଇଯାଏ, ଆଉ ତମଗୁଣରେ ମୃତ୍ୟୁପ୍ରାପ୍ତ ହୋଇଥିବା ବ୍ୟକ୍ତିକୁ ଅଧୋଗତି ପ୍ରାପ୍ତ ହୋଇ ପଶୁ, କୀଟ କିମ୍ବା ନିମ୍ନ ଯୋନିରେ ଜନ୍ମ ନେଇଥାଏ। ଏହି ପ୍ରକାରେ ସାତ୍ବିକ କର୍ମର ଫଳ ସୁଖ ଓ ଜ୍ଞାନ ଅଟେ। ରାଜସିକ କର୍ମର ଫଳ ଦୁଃଖ, ଅସନ୍ତୋଷ ଆଉ ପୂର୍ବଜନ୍ମର ବନ୍ଧନ ଅଟେ। ଆଉ ତାମସିକ କର୍ମର ଫଳ ଅଜ୍ଞାନ, ଅନ୍ଧକାର ଆଉ ପତନ ଅଟେ। ଯେଉଁ ଜ୍ଞାନୀ ଏହି କଥାକୁ ବୁଝିଯାଏ ଯେ ସବୁ କର୍ମ ଏହି ତିନି ଗୁଣ ଯୋଗୁଁ ଉତ୍ପତ୍ତି ହୋଇଥାଏ ବୋଲି, ସେ ଏସବୁରୁ ଉପରକୁ ଉଠି ବାସ୍ତବିକତାକୁ ଜାଣିପାରିଥାଏ। ଏହି ପ୍ରକାରେ ଭଗବାନ ଏହି ଅଧ୍ୟାୟର ସମାପନ କରିବାକୁ ଯାଇ ଆମକୁ ପୁଣି ଥରେ ଭକ୍ତିର ମହିମାକୁ ସ୍ମରଣ କରାଉଛନ୍ତି। ଶ୍ରୀକୃଷ୍ଣ କହୁଛନ୍ତି ଯେ ଭକ୍ତି ହିଁ କେବଳ ଏମିତି ଏକ ସାଧନ ଅଟେ ଯିଏକି ଆତ୍ମାକୁ ଏହି ତିନୋଟି ଗୁଣରୁ ଉପରକୁ ଯାଇ ସିଧା ପରମାତ୍ମାଙ୍କ ସହିତ ଯୋଡ଼ି ହୋଇଥାଏ। ସାତ୍ବିକ, ରାଜସିକ ଆଉ ତାମସିକ ଏ ତିନୋଟି ଗୁଣ କେବଳ ଦର୍ଶନର କଥା ନୁହେଁ, ବରଂ ଆମ ଜୀବନର ଏକ ଅଦୃଶ୍ୟର ଡୋର ଅଟେ, ଯାହା ଆମର ବିଚାର, ନିର୍ଣ୍ଣୟ ଆଉ ଆମର ସବୁ କର୍ମକୁ ସଞ୍ଚାଳିତ କରିଥାଏ। ଆମେ ଯେମିତି ଭାବିଥାଉ, ଯେମିତି ଅନୁଭବ କରିଥାଉ ଆଉ ଯେମିତି ଆଚରଣ କରିଥାଉ, ତାହା ପଛରେ କେଉଁଠି ନା କେଉଁଠି ଏହି ଗୁଣର ଛାୟା ରହିଥାଏ। ଏହି କାରଣରୁ ଶ୍ରୀମଦ୍ ଭାଗବତ ଗୀତାର ଭଗବାନ ଶ୍ରୀକୃଷ୍ଣ ବାରମ୍ବାର ଏହି ଗୁଣର ଚର୍ଚ୍ଚା କରିଛନ୍ତି, ଯାହାଦ୍ୱାରା ମନୁଷ୍ୟ ନିଜକୁ ଚିହ୍ନିପାରିବ, ଜାଣିପାରିବ ଆଉ ଜୀବନର ଦିଗକୁ ଉଚିତ ମାର୍ଗରେ ନେଇପାରିବ। ଯଦି ଆମେ ଜୀବନରେ ପ୍ରକୃତରେ ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ ଚାହିଁଥାଉ, ତେବେ ଆମ ଭିତରେ ସାତ୍ବିକ ଗୁଣକୁ ଜାଗ୍ରତ କରିବାକୁ ପଡ଼ିବ। ଏହାର ଅର୍ଥ ଏହା ଯେ ଆମେ ଧୀରେ ଧୀରେ ଆମ ଜୀବନରୁ ଆଳସ୍ୟ, ଅତ୍ୟଧିକ ନିଦ୍ରା, ନିରର୍ଥକ ଚିନ୍ତା, ମୋହ, କାମ ବାସନା, କ୍ରୋଧ, ଲୋଭ ଏବଂ ନକାରାତ୍ମକ ବିଚାରକୁ ଦୂର କରିବାକୁ ପଡ଼ିବ। କାହିଁକି ନା ଏହା ସେହି ତତ୍ତ୍ୱ ଅଟେ ଯାହା ତମଗୁଣ ଆଉ ରଜଗୁଣକୁ ବଢ଼ାଇଥାଏ ଆଉ ମନୁଷ୍ୟକୁ ଭିତରେ ଭିତରେ ଦୁର୍ବଳ କରିଦେଇଥାଏ। ଏ ଗୁଣ ତୁରନ୍ତ ବିନାଶ କରିନଥାଏ, ବରଂ ଆମର ଲକ୍ଷ୍ୟକୁ ଚୁପଚାପ ଏପଟ ସେପଟ କରିଦେଇଥାଏ। ଏହା ବଦଳରେ ଆମେ ଯଦି ଆମ ଜୀବନରେ ଶୁଦ୍ଧତା, ପ୍ରେମ, କରୁଣା, ଭକ୍ତି, ସନ୍ତୋଷ, ତ୍ୟାଗ, ସମର୍ପଣ, ସହନଶୀଳତା ଆଉ ସକାରାତ୍ମକ ଚିନ୍ତନକୁ ସ୍ଥାନ ଦେବା, ତେବେ ଆମ ଜୀବନ ସରଳ ଆଉ ସୁନ୍ଦର ହୋଇପାରିବ। ସାତ୍ବିକ ଗୁଣ କେବଳ ଆତ୍ମାକୁ ଉପରକୁ ନେଇନଥାଏ, ବରଂ ସଂସାର ମଧ୍ୟରେ ରହି ମଧ୍ୟ ଆମେ ସ୍ଥିର, ସନ୍ତୁଳିତ ଆଉ ପ୍ରସନ୍ନ ରହିପାରିବା। ଭଗବାନ ଶ୍ରୀକୃଷ୍ଣ ପୁଣି ସ୍ପଷ୍ଟ କରି କହୁଛନ୍ତି ଯେ ମନୁଷ୍ୟର ଅଧିକାର କେବଳ କର୍ମ କରିବାରେ ଅଛି, ତାର ଫଳ ଉପରେ ନାହିଁ। ଯେତେବେଳେ ଆମେ ପୁରା ସଚୋଟ ରହିବା ଆଉ ନିଷ୍ଠାର ସହିତ ଆମର କର୍ତ୍ତବ୍ୟ ପାଳନ କରିବା ଏବଂ ପରିଣାମ ଈଶ୍ୱରଙ୍କ ଉପରେ ଛାଡ଼ି ଦେଉ, ସେତେବେଳେ ମନ ହାଲୁକା ହୋଇଥାଏ ଆଉ ଶାନ୍ତି ଲାଗିଥାଏ। କିନ୍ତୁ ଯେତେବେଳେ ଆମେ କର୍ମ ସହିତ ଫଳର ଆସକ୍ତିକୁ ଯୋଡ଼ି ଦେଉ, ସେତେବେଳେ ଚିନ୍ତା, ଭୟ ଏବଂ ଅସନ୍ତୋଷ ଆମ ମନ ଭିତରେ ପ୍ରବେଶ କରିଯାଏ। ଗୀତା ଆମକୁ ଏହା ଶିଖାଇଥାଏ ଯେ ଯଦି କୌଣସି ବ୍ୟକ୍ତି ସ୍ୱାର୍ଥ, ଦ୍ୱେଷ
କିମ୍ବା ଅନ୍ୟର କ୍ଷତି କରିବାରେ ଭାବନା ନେଇ କର୍ମ କରିଥାଏ ତେବେ ସେ ପରିଣାମରୁ ବଞ୍ଚିପାରିବ ନାହିଁ। କର୍ମର ନିୟମ ଅଟଳ ଅଟେ। ଯାହା ଆମେ ଦେଇଥାଉ ତାହା ଆମ ପାଖକୁ ଫେରିଆସିଥାଏ। ପ୍ରେମ, ସେବା, କରୁଣାର ମଞ୍ଜି ବୁଣିଲେ ଜୀବନ ଆମକୁ ଶାନ୍ତି ଆଉ ଆନନ୍ଦ ଫେରାଇଥାଏ। ଆଉ ଯଦି ଈର୍ଷା, କ୍ରୋଧ ଆଉ ଦ୍ୱେଷର ମଞ୍ଜି ବୁଣିବା ନା, ତେବେ ଆମକୁ କଷ୍ଟ ଆଉ ଅଶାନ୍ତି ମିଳିଥାଏ। ଶେଷରେ ଜୀବନର ସବୁଠାରୁ ବଡ଼ ଶିକ୍ଷା ଏହା ଅଟେ ଯେ ଆମ ଭିତରେ ସାତ୍ଵିକତାକୁ ବଢ଼ାଇବାକୁ ଯାଇ ଗୁଣର ବନ୍ଧନରୁ ଉପରକୁ ଉଠିବା ଆଉ ଭଗବାନଙ୍କର ଶରଣରେ ରହି କର୍ମ କରିବା ଆଉ ଆମର ଜୀବନକୁ ସାର୍ଥକ କରିବା। କାହିଁକି ନା ଯେତେବେଳେ କର୍ମ ଶୁଦ୍ଧ ହୋଇଥାଏ ସେତେବେଳେ ଜୀବନ ସ୍ୱୟଂ ଏକ ସାଧନାରେ ପରିଣତ ହୋଇଯାଏ। ଦର୍ଶକ ବନ୍ଧୁ, ଆଶା କରୁଛୁ ଭଗବତ ଗୀତାର ଏହି ଅଧ୍ୟାୟର ସରଳ ବ୍ୟାଖ୍ୟା ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର କରିବେ ଏବଂ କମେଣ୍ଟରେ ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ଆଉ ଚିନ୍ତନ ଟିଭିକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ପୁଣି ଦେଖାହେବ ଆଉ ଏକ ସୁନ୍ଦର ଆଉ ଜ୍ଞାନବର୍ତ୍ତକ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଚିନ୍ତନ ଟିଭି। ଧନ୍ୟବାଦ।